ସମୟ ଥିଲା ସକାଳ 11ଟା। ଜନଗହଳିପୂର୍ଣ୍ଣ ସହରର ମଝି ରାସ୍ତାରେ ଗହଳ ଚହଳ ଲାଗିଥିଲା। ଦେଖିବା ବେଳକୁ ଜଣେ ପୋଲିସ ସମସ୍ତଙ୍କ ସାମ୍ନାରେ ଜଣେ ଯବାନଙ୍କର କଲର ଧରି ଟଣା ଓଟରା କରୁଥିଲେ, ତାକୁ ଗାଳି ଦେଉଥିଲେ। ଏକଥା ଲୋକେ ଦେଖୁଥିଲେ ବି ବିରୋଧ କରିବାକୁ ସାହସ କରୁନଥିଲେ। ହେଲେ କିଛି ସମୟ ଯାଇଛି କି ସେ ଭିଡ଼ ଭିତରେ କିଛି ଏମିତି ଘଟଣା ଘଟିଲା, ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟଚକିତ ହୋଇଯିବେ। କାହାଣୀରେ ଆଗକୁ ବଢ଼ିବା ଆଗରୁ ଯେଉଁମାନେ ଭାରତୀୟ ସେନା ଯବାନଙ୍କୁ ଭଲ ପାଆନ୍ତି ଓ ସମ୍ମାନ ଦିଅନ୍ତି, ସେମାନେ ଭିଡିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଯେଉଁମାନେ ପୋଲିସକୁ ଲାଇକ୍ କରନ୍ତି, ସେମାନେ କମେଣ୍ଟ କରିଦେବେ। ସକାଳ 8ଟା ବାଜିଥିଲା। ସୂର୍ଯ୍ୟ କିରଣରେ ସହରର ରାସ୍ତା ହାଲକା ଘୋଡ଼େଇ ହୋଇଥିଲା, ଯେମିତି ଜଣେ ମା ତା ପିଲାକୁ ଓଢ଼ଣୀରେ ଘୋଡ଼ାଇ ରଖିଛି। ଶୀତୁଆ ସକାଳର ଥଣ୍ଡା ପବନ ଏବେ ବି ବହୁଥିଲା। ହେଲେ ଖରାରେ ଛିଡ଼ା ହୋଇଥିବା ଲୋକେ ସୂର୍ଯ୍ୟ କିରଣକୁ ସ୍ୱାଗତ କରୁଥିଲେ। ଏଇଟା ସେ ସମୟ ଥିଲା ଯେତେବେଳେ ଲୋକେ ନିଜ କାମକୁ ଯିବା ପାଇଁ ବ୍ୟସ୍ତ ହେଉଥିଲେ। କାହା ହାତରେ ଫାଇଲ ଥିଲା ତ କାହା ହାତରେ ପନିପରିବାର ବ୍ୟାଗ। ବସଷ୍ଟାଣ୍ଡ ଠାରୁ କିଛି ଦୂରରେ ଜଣେ ସେନାର ଯବାନ କାନ୍ଧରେ ଗୋଟିଏ ମୋଟା ବ୍ୟାଗ ଧରି ବସରୁ ଓହ୍ଲେଇଲେ। ବୟସ ବୋଧେ 28 ହେବ। ଚେହେରାରୁ ସେ ଥକି ଯାଇଥିବା ଜଣାପଡ଼ୁଥିଲା, ହେଲେ ଆଖିରେ ଖାସ୍ ଚମକ ଜଣାପଡ଼ୁଥିଲା। ଯେମିତି ପ୍ରତିଥର ସେ ନିଜ ମାଟିକୁ ଛୁଉଁଥିଲେ, ଭିତରେ ଏକ ଅଦ୍ଭୁତ ଶାନ୍ତି ଅନୁଭବ କରୁଥିଲେ। ତାଙ୍କର ନାଁ ଥିଲା ଅର୍ଜୁନ ମହାପାତ୍ର। ସେ ଭାରତୀୟ ସେନାର ଏକ ଭଲ ପୋଷ୍ଟରେ ଥିଲେ। ଛୁଟିରେ ସେ ଗାଁକୁ ଫେରୁଥିଲେ। ହେଲେ ସେ ଘରକୁ ଫେରିବା ଆଗରୁ ତାଙ୍କ ସହିତ ଏକ ଘଟଣା ଘଟିବାକୁ ଯାଉଥିଲା। ଅର୍ଜୁନ ବସରୁ ଓହ୍ଲାଇ ଗାଁ ଆଡ଼କୁ ବାହାରି ପଡ଼ିଲେ। ମଝିରେ ସହରର ସବୁଠୁ ଜନଗହଳି ରାସ୍ତା ପାର ହେବାର ଥିଲା। ଏଠି ଟ୍ରାଫିକ ସବୁବେଳେ ଅସ୍ତବ୍ୟସ୍ତ ରହୁଥିଲା। ପୋଲିସ ଉପସ୍ଥିତି ସାଧାରଣ ହୋଇଯାଇଥିଲା। ସେଠି ଯେମିତି ପହଞ୍ଚିଲେ ଦେଖିଲେ ଜଣେ ପୋଲିସ ଅଧିକାରୀ ଜଣେ ଅଟୋ ଚାଳକଙ୍କୁ ପ୍ରବଳ ଗାଳି କରୁଥିଲେ। ଏପରିକି ସେ ହାତ ଉଠାଇବା ପର୍ଯ୍ୟନ୍ତ କଥା ଯାଇଥିଲା। ଭିଡ଼ ଜମିବାରେ ଲାଗିଥିଲା, ହେଲେ କିଏ ବି ଆଗକୁ ଆସୁନଥିଲେ। ପୋଲିସ ବାବୁଙ୍କର ରାଗ ବଢ଼ି ବଢ଼ି ଚାଲୁଥିଲା। ଚିଲେଇକି କହୁଥିଲେ, "କ୍ୟାରେ, ଗାଡ଼ି ଯଦି ସାଇଡକୁ ନେବୁ ତାହେଲେ ତତେ ଥାନାକୁ ନେଇଯିବୁ।" ଅର୍ଜୁନ କିଛି ସମୟ ଦେଖିଲେ, ପୁଣି ଆଗକୁ ଆସି କହିଲେ କି, "ସାର୍, ଟିକେ ଭଲରେ କୁହନ୍ତୁ, ଇଏ ବି ଜଣେ ମଣିଷ।" ପୋଲିସ ବାବୁ ରାଗରେ ଅର୍ଜୁନଙ୍କ ଆଡ଼କୁ ଅନେଇଲେ। କହିଲେ, "ତୁ କିଏ ମଝିରେ ପଡ଼ି କହିବାକୁ?" ଅର୍ଜୁନ କହିଲେ, "ମୁଁ ଦେଶର ଜଣେ ସାଧାରଣ ନାଗରିକ। ଆଉ ଆପଣଙ୍କ ଠାରୁ ଏତିକି ଆଶା କରାଯାଇପାରେ କି ସାଧାରଣ ଲୋକଙ୍କ ସହିତ ମଣିଷ ଭାବରେ ବ୍ୟବହାର କରନ୍ତୁ।" ପୋଲିସ ବାବୁ ଚିଡ଼ିଗଲେ। କହିଲେ, "ତୁ ପୁରା ମହାପଣ୍ଡିତଟା ବୋଧେ? ତୁ କିଏ ମୋତେ ଶିଖେଇବାକୁ?" ପୁରା ଶାନ୍ତ ସ୍ୱରରେ ଅର୍ଜୁନ କହିଲେ କି, "ମୁଁ ଭାରତୀୟ ସେନାର ଜଣେ ଯବାନ। ଛୁଟିରେ ଆସିଛି, ଘରକୁ ଯାଉଛି।" ପୋଲିସ ବାବୁ କହିଲେ କି, "ସେନା ଯବାନ ହେଲ ବୋଲି କ'ଣ ଭଗବାନ ହେଇଗଲ ନା କ'ଣ? ଆଇନ ସମସ୍ତଙ୍କ ପାଇଁ ସମାନ।" ସେଠୁ ଅର୍ଜୁନ କହିଲେ, "ତାହେଲେ ସେ ଅଟୋ ଚାଳକଙ୍କ ପାଇଁ ଆଇନ କ'ଣ ଅଲଗା ନା କ'ଣ?" ଏକଥା ସେ ପୋଲିସ ବାବୁଙ୍କ ଦେହରେ ଯେମିତି ଗଳିଗଲା। ସାଙ୍ଗେ ସାଙ୍ଗେ ସେ ରାଗରେ ଅର୍ଜୁନଙ୍କ ସାର୍ଟ କଲର ଧରି ପକେଇଲେ। ଯେମିତି କଲର ଧରିଛନ୍ତି, ଘଟଣା ଏକ ଭିନ୍ନ ରୂପ ନେଇଗଲା। ଅର୍ଜୁନଙ୍କ ଦେହରେ ଯେମିତି ନିଆଁ ଲାଗିଗଲା। ହେଲେ ସେ ନିଜକୁ ନିୟନ୍ତ୍ରଣ କଲେ, ହାତ ଉଠାଇଲେନି। ତାଙ୍କ ହାତ କେବଳ ତ୍ରିରଙ୍ଗାକୁ ସଲାମ କରୁଥିଲା, ନା କି ରାଗରେ କାହାକୁ ନିଚା ଦେଖାଇବାକୁ ଥିଲା। ଭିଡ଼ ବଢ଼ୁଥିଲା, ଆଉ ଲୋକେ ମୋବାଇଲରେ ରେକର୍ଡିଂ କରିବା ଆରମ୍ଭ କରିଦେଇଥିଲେ। କିଏ ଭିଡିଓ କରୁଥିଲେ, ଆଉ କିଏ କହୁଥିଲେ କି, "ସାର୍, ଆପଣ ଭୁଲ କରୁଛନ୍ତି। ସେନା ଯବାନଙ୍କୁ ସମ୍ମାନ କରିବା ଉଚିତ।" ପୋଲିସ ବାବୁ ଜଣକ ମୁହଁ ବୁଲେଇ କହିଲେ, "ବନ୍ଦ କର ତମ ଭାଷଣ। ଏଠି ଆଇନ ମୁଁ ନିଜେ।" ଅର୍ଜୁନ ଧୀର ସ୍ୱରରେ କହିଲେ କି, "ସାର୍, ଆପଣ ନିଜ ପୋଲିସ ପୋଷାକର ସମ୍ମାନ କରନ୍ତୁ, ଯେମିତି ମୁଁ କରୁଛି। ଜଣେ ଯବାନଙ୍କର କଲର ଧରିବା କେବଳ ତାର ନୁହେଁ, ପୁରା ଦେଶର ଅସମ୍ମାନ।
ପୋଲିସ ବାବୁ ଚିଲେଇକି କହିଲେ କି ଦେଶ କଥା କୁହନି, ମୁଁ ବି ଦେଶ ପାଇଁ ଗୁଳି ଖାଇଛି। ଅର୍ଜୁନ ଟିକେ ଚୁପ୍ ରହି କହିଲେ କି ଯଦି ଗୁଳି ଖାଇଛନ୍ତି ତାହେଲେ କଷ୍ଟକୁ ଅନୁଭବ କରନ୍ତୁ। ଆମେମାନେ ସୀମାରେ ଜଗି ରହୁଛୁ ଏଇଥିପାଇଁ କି ଆପଣମାନେ ଦେଶ ଭିତରେ ଶାନ୍ତିରେ ରହିପାରିବେ। ପୋଲିସ ବାବୁଙ୍କର ଚେହେରା ବଦଳିଗଲା। ନିଜକୁ ସମ୍ଭାଳି କହିଲେ କି ଚାଲ ଥାନାକୁ। ଅର୍ଜୁନ ଚୁପଚାପ ପୋଲିସ ବାବୁଙ୍କର ପଛେ ପଛେ ଗଲେ। କେହି ବି ତାଙ୍କୁ ରୋକିଲେନି, କାରଣ ସେ ନିଜକୁ ନିଜେ ଅନୁଶାସନର ପରିଚୟ ଦେଉଥିଲେ। ହେଲେ ତାଙ୍କ ଆଖିରେ ନିଆଁ ଥିଲା, ଯାହାକି ଏବେ ଲିଭିବାର ନଥିଲା। ଭିଡ଼ ବି ପଛେ ପଛେ ଥିଲେ। ସୋସିଆଲ ମିଡିଆରେ ଲାଇଭ୍ ଭିଡିଓ ଚାଲୁଥିଲା। କିଛି ସମୟ ଭିତରେ ସେମାନେ ଥାନାରେ ପହଞ୍ଚିଗଲେ। ପହଞ୍ଚୁ ପହଞ୍ଚୁ ଥାନା ବାବୁ କହିଲେ କି ଏବେ କହ ତୁ କିଏ? ଅର୍ଜୁନ ନିଜର ପରିଚୟ ପତ୍ର କାଢ଼ି ସିଧା ତାଙ୍କ ଟେବୁଲ ଉପରେ ରଖିଦେଲେ। ପରିଚୟ ଦେଖିବା ପରେ ଥାନା ବାବୁ ଅର୍ଜୁନ ଆଡ଼କୁ ଅନେଇଲେ। ମନେ ମନେ ଭାବୁଥିଲେ କି ସେ ବୋଧେ ସୀମା ଲଙ୍ଘନ କରିଛନ୍ତି। ସେ କିଛି କହିଲେନି, ଚେୟାରରେ ବସି ପଡ଼ିଲେ। ତାଙ୍କ ଚେହେରାରେ ସେ ରାଗ ନଥିଲା ଯେଉଁ ରାଗ ରାସ୍ତାରେ ଥିଲା। ପୋଲିସ ବାବୁ ତାଙ୍କ ଚେୟାରରେ ବସିଥିଲେ। ସାମ୍ନାରେ ଅର୍ଜୁନଙ୍କର ପରିଚୟ ପତ୍ର ଥିଲା। ସେ ସେଇଟାକୁ ଦେଖୁଥିଲେ। ଅର୍ଜୁନକୁ ପଚାରିଲେ କି ତମ ପୋଷ୍ଟର ର୍ୟାଙ୍କ କ'ଣ? ଅର୍ଜୁନ କହିଲେ ହାବିଲଦାର। କେତେ ବର୍ଷ ହେଲାଣି ସେନାରେ? 10 ବର୍ଷ ହେଲା। ପୋଲିସ ବାବୁ ପଚାରିଲେ ଛୁଟିରେ ଆସିଛ? ଅର୍ଜୁନ କହିଲେ ହଁ ସାର୍, ମାଙ୍କ ଦେହ ଖରାପ ଅଛି, 3 ସପ୍ତାହ ଛୁଟି ମିଳିଛି। ପୋଲିସ ବାବୁ ଚୁପ୍ ହୋଇଗଲେ। ରୁମ୍ରେ କେବଳ ଘଡ଼ିର ଟିକ୍ ଟିକ୍ ଶବ୍ଦ ଶୁଭୁଥିଲା। କିଛି ସମୟ ପରେ ପୋଲିସ ବାବୁ ଉଠି ଝରକା ଦେଇ ଦେଖି କହିଲେ କି ମୁଁ ବି ଦେଶ ପାଇଁ ମରୁଛି, କେଉଁ ସୀମାରେ ନୁହେଁ, ବରଂ ଏ ସିଷ୍ଟମ ପାଇଁ। ଅର୍ଜୁନ ପ୍ରଥମ ଥର ପାଇଁ ତାଙ୍କୁ ଧ୍ୟାନ ଦେଇ ଦେଖିଲେ। ତାଙ୍କ ଆଖିରେ ଏକ ଅଲଗା ଥକାପଣ ଥିଲା। ପୋଲିସ ବାବୁ କହିଲେ 20 ବର୍ଷ ହୋଇଗଲାଣି ମୋ ଚାକିରିକୁ। କେବେ କେଉଁ ନେତାଙ୍କ ସୁପାରିଶ, କେବେ ଲୋକଙ୍କର ଗାଳି ସହିବାକୁ ପଡୁଛି। କାହାର ଭୁଲ ପାଇଁ ଆମକୁ ଦାୟୀ କରାଯାଉଛି। ଯେତେବେଳେ ଠିକ୍ କରିବାକୁ ଯାଉଛୁ ତାହେଲେ ତମ ପରି ଅର୍ଜୁନ ସିଂ ମଝିକୁ ପଳାଇ ଆସୁଛନ୍ତି। ଅର୍ଜୁନ ଟିକେ ହସି ଦେଇ କହିଲେ କି ତାହେଲେ ଠିକ୍ କୋଉଟା ସାର୍? ଜଣେ ଗରିବକୁ ବିଚ୍ ରାସ୍ତାରେ ପିଟିବା? ପୋଲିସ ବାବୁ ଟିକେ ଚୁପ୍ ରହି କହିଲେ କି ସେ ଲୋକ ମିଛ କହୁଥିଲେ। ଫେକ୍ ନମ୍ବର ପ୍ଲେଟ୍ ଓ ବେଆଇନ ଭାବରେ ଅଟୋ ଚଳାଉଥିଲା। ମୁଁ କେତେଥର ଚେତାବନୀ ବି ଦେଇଛି, ହେଲେ କ'ଣ ହେଲା? ଅର୍ଜୁନ ଏବେ ବି ଚୁପ୍ ଥିଲେ। ପୋଲିସ ବାବୁ ଜଣକ ପଚାରିଲେ କି ତମେ କେବେ ଶତ୍ରୁକୁ ଗୁଳି ମାରିଛ? ଅର୍ଜୁନ କହିଲେ ହଁ, କେତେଥର। ଡର ଲାଗିଲାନି? ହଁ ଲାଗିଲା, ହେଲେ ଦାୟିତ୍ୱ ଡର ଠାରୁ ବଡ଼ ଥିଲା। ଏ ଉତ୍ତର ଶୁଣି ପୋଲିସ ବାବୁ ଚୁପ୍ ରହିଲେ। ଧୀର ସ୍ୱରରେ କହିଲେ କି ମୋ ପୁଅର ବି ସ୍ୱପ୍ନ ଥିଲା ସେନାରେ ଭର୍ତ୍ତି ହେବା ପାଇଁ। ଅର୍ଜୁନ କହିଲେ ତାହେଲେ ଅସୁବିଧା କେଉଁଠି ରହିଲା? ମେଡିକାଲ ଟେଷ୍ଟରେ ଫେଲ୍ ହେଇଗଲା। ହାର୍ଟ ପ୍ରୋବ୍ଲେମ ଥିଲା। ସେବେଠୁ ଗୁମସୁମ ରହୁଛି। ୟୁନିଫର୍ମ ଦେଖୁଛି ତ ଟିଭି ବନ୍ଦ କରିଦେଉଛି। ଅର୍ଜୁନ ଧୀର ସ୍ୱରରେ କହିଲେ କି ସାର୍, ମୁଁ ସେନାରେ ଅଛି, ହେଲେ ଯେବେ ବି ଛୁଟିରେ ଆସୁଛି ସବୁଠୁ ପ୍ରଥମେ ଷ୍ଟେସନରେ ପୋଲିସକୁ ଡର ଲାଗୁଛି। ଏମିତି କାହିଁକି? ପୋଲିସ ବାବୁଙ୍କୁ ଯେମିତି ଭିତରକୁ କିଏ ଧକ୍କା ମାରିଦେଲା। ସେ କହିଲେ ଆମେ ସେଇ ପୋଷାକ ପିନ୍ଧିଛୁ ଯାହାକୁ ଦେଖିକି ଲୋକଙ୍କୁ ଭରସା ଆସିବା ଦରକାର, ଡର ନୁହଁ। ପୋଲିସ ବାବୁ କହିଲେ ମୁଁ ବି କେବେ କେବେ ନିଜ ସହିତ ଆଖି ମିଶେଇ ପାରେନି, ହେଲେ ଏ ଚାକିରି ଓ ଏ ସିଷ୍ଟମ ମଣିଷକୁ ପଥର କରିଦିଏ। ଅର୍ଜୁନ କହିଲେ ସାର୍, ପଥର ବି ପାଣିରେ ପଡ଼ିଲେ ନରମ ହୋଇଯାଏ। ଫରକ କେବଳ ପାଣିର ଗତିରେ ଥାଏ। ଥାନା ବାହାରେ ଭିଡ଼ ଏବେ ବି ଥିଲା। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇସାରିଥିଲା। ନ୍ୟୁଜ ଚ୍ୟାନେଲରେ ହେଡଲାଇନ ଚାଲିଥିଲା। ଯେତେବେଳେ ୟୁନିଫର୍ମ ସହିତ ୟୁନିଫର୍ମର ସଂଘର୍ଷ ହେଲା ତାହେଲେ କିଏ ବାଜି ମାରିଲା? କିଏ ଜଣେ ଅର୍ଜୁନଙ୍କ ପୁରୁଣା ଆୱାର୍ଡର ଫଟୋ ବି ଦେଇଥିଲେ। ଲୋକେ ମେସେଜ ଦେଉଥିଲେ କି ଏମିତି ଯବାନଙ୍କର ବେଜ୍ଜତି ଲଜ୍ଜାଜନକ। ପୋଲିସ ସମ୍ମାନ ଦେବା ଶିଖୁ। ହେଲେ ଭିତରେ ଅର୍ଜୁନ ଓ ପୋଲିସ ବାବୁଙ୍କ ଭିତରେ ଆଉ ଏକ ଯୁଦ୍ଧ ଚାଲିଥିଲା, ଆତ୍ମା ଓ ବିଚାରର ଯୁଦ୍ଧ। ପୋଲିସ ବାବୁ ଲମ୍ବା ଶ୍ୱାସ ନେଇ କହିଲେ କି ତମେ ଚାହୁଁଛ କି ମୁଁ କ୍ଷମା ମାଗେ ବୋଲି? ଅର୍ଜୁନ କହିଲେ
ମୁଁ ଚାହୁଁଛି ଆପଣ ବଦଳି ଯାଆନ୍ତୁ। କ୍ଷମା କେବଳ ଶବ୍ଦ ନୁହଁ, ଏକ ଭାବନା। ପୋଲିସ ବାବୁ ଉଠି ଛିଡ଼ା ହେଲେ। ଟେବୁଲ ଉପରେ ଥିବା ଅର୍ଜୁନଙ୍କର ପରିଚୟପତ୍ର ତାଙ୍କୁ ଫେରେଇ ଦେଲେ। କହିଲେ, ଚାଲ ବାହାରକୁ ଯିବା। ଯାହା ହେବାର ଥିଲା ହୋଇଗଲା। ଏବେ ଯାହା କରିବା ଦରକାର ତାହା କରିବା। ଅର୍ଜୁନ ପ୍ରଥମେ ବାହାରିଲେ, ଆଉ ପଛେ ପଛେ ପୋଲିସ ବାବୁ ଆସିଲେ। ଦୁଇ ଜଣଙ୍କୁ ଲୋକେ ଯେମିତି ଦେଖିଲେ, କ୍ୟାମେରା ଅନ୍ ହୋଇଗଲା। ସେତେବେଳେ ଯାହା ହେଲା ସମସ୍ତଙ୍କର ବିଶ୍ୱାସର ବାହାରେ ଥିଲା। କବାଟ ଖୋଲିଲା। ସେଠାରେ ଅଧିକ ଭିଡ଼ ଥିଲା। ମିଡିଆ, ଟିଭି ସାମ୍ବାଦିକ ସବୁ ଉପସ୍ଥିତ ଥିଲେ। ସମସ୍ତଙ୍କ ନଜର ଗୋଟିଏ କଥା ଉପରେ ଥିଲା। ଅର୍ଜୁନ ଯେମିତି ବାହାରକୁ ଆସିଲେ, ଲୋକେ ଚୁପ୍ ହୋଇଗଲେ। କ୍ୟାମେରା ତାଙ୍କ ଆଡ଼କୁ ପଡ଼ିଲା। ତାଙ୍କ ପଛେ ପଛେ ପୋଲିସ ବାବୁ ଆସିଲେ। କିନ୍ତୁ ତାଙ୍କ ଚେହେରାରେ ଆଗ ପରି କଠୋରତା ନଥିଲା। ସେଠାରେ ସଙ୍କୋଚ ଓ ଆତ୍ମସମୀକ୍ଷାର ମିଶ୍ରଣ ଥିଲା। ପୁଣି କିଛି ଏମିତି ହେଲା, କିଏ ବି ଚିନ୍ତା କରିନଥିଲେ। ପୋଲିସ ବାବୁ ସିଧା ମିଡିଆ ସାମ୍ନାକୁ ଆସିଲେ। କହିଲେ, ଆଜି ଯାହା ହେଲା ସେଇଟା ଗୋଟିଏ ଲୋକ ନୁହେଁ, ବରଂ ପୁରା ସିଷ୍ଟମ ସହିତ ହୋଇଛି। ଆମକୁ ନିୟମ କାନୁନ ଶିଖାଯାଏ, ତା ସହିତ ମଣିଷ ପଣିଆକୁ ବୁଝିବା ଦରକାର। କହିବା ପରେ ସେ ସିଧା ଅର୍ଜୁନଙ୍କ ଆଡ଼କୁ ଅନେଇଲେ। କହିଲେ, ମୁଁ ଆଜି ଜଣେ ଯବାନଙ୍କ କଲର ଧରିଲି। ଅର୍ଥାତ୍ ସିଧା କହିବାକୁ ଗଲେ ଦେଶର ସମ୍ମାନ ଉପରେ ଆଞ୍ଚ ଆସିଲା। ମୁଁ ସେଥିପାଇଁ ସମସ୍ତଙ୍କ ସାମ୍ନାରେ କ୍ଷମା ମାଗୁଛି। ପୁରା ଭିଡ଼ ଭିତରୁ ଖାଲି ତାଳି ଶୁଭୁଥିଲା। ଅର୍ଜୁନଙ୍କ ଆଖି ନରମ ହୋଇଗଲା। ହେଲେ ସେ ସେମିତି ଛିଡ଼ା ହୋଇ ରହିଥିଲେ। ପୋଲିସ ବାବୁ ଆଗକୁ ବଢ଼ିଲେ, ଆଉ ପ୍ରଥମ ଥର ସେ ଜଣକ ଆଗରେ ନତମସ୍ତକ ହେଲେ। କିଛି ସମୟ ପରେ ଅର୍ଜୁନ ପୋଲିସ ବାବୁଙ୍କୁ ଆଲିଙ୍ଗନ କଲେ। ସେଇଟା କେବଳ ଦୁଇଟି ମଣିଷର ମିଳନ ନଥିଲା, ୟୁନିଫର୍ମର ମିଳନ ଥିଲା, ଭରସା ଓ କର୍ତ୍ତବ୍ୟର ମିଳନ ଥିଲା। ସେତେବେଳେ ଗୋଟେ ଛୋଟ ପିଲାର ପାଟି ଶୁଭିଲା, ମମି ଦେଖ, ପୋଲିସ ଅଙ୍କଲ ଓ ଆର୍ମି ଅଙ୍କଲ ଫ୍ରେଣ୍ଡ ହୋଇଗଲେ। ଏ ଭିଡ଼ିଓ ଭାଇରାଲ ହେବାରେ ଲାଗିଲା। ପ୍ରତି ନ୍ୟୁଜ୍ ଚ୍ୟାନେଲରେ ଏ ଖବର ଥିଲା। ପୋଲିସ ବାବୁଙ୍କ କ୍ଷମା ମାଗିବା ଘଟଣା ଲକ୍ଷାଧିକ ଲୋକଙ୍କର ହୃଦୟକୁ ଛୁଇଁଗଲା। ସବୁଠି ଏହାର ଚର୍ଚ୍ଚା ଥିଲା। ଗୋଟିଏ ମାସ ପରେ ଅର୍ଜୁନ ଡ୍ୟୁଟିକୁ ଫେରି ଯାଇଥିଲେ। ପୋଲିସ ବାବୁ ସହର ପାଇଁ ଉଦାହରଣ ପାଲଟି ଯାଇଥିଲେ। କିଛି ଦିନ ପରେ ଗୋଟେ ସ୍କୁଲ କାର୍ଯ୍ୟକ୍ରମରେ ଅର୍ଜୁନ ଓ ପୋଲିସ ବାବୁ ଅତିଥି ହୋଇ ଯାଇଥିଲେ। ପୋଲିସ ବାବୁ ପିଲାଙ୍କୁ କହିଲେ କି, ତମେମାନେ ଯଦି ପୋଲିସ ହେବାକୁ ଚାହୁଁଛ, ତାହେଲେ ପ୍ରଥମେ ମଣିଷ ହେବାକୁ ଚେଷ୍ଟା କର। ଅର୍ଜୁନ କହିଲେ, ସୀମାରେ ଆମେ ଦେଶର ରକ୍ଷା କରୁଛୁ, କିନ୍ତୁ ଦେଶ ସେଇଟା ଯିଏକି ଭିତରୁ ବି ମଜବୁତ ଥାଏ। ତମେମାନେ ସବୁ ଆମ ଦେଶର ଗୌରବ। ତ କାହାଣୀ ଏତିକି ଥିଲା। ମୋ ମନରେ ଗୋଟିଏ ପ୍ରଶ୍ନ ଆସୁଛି କି, ପୋଲିସ ବଡ଼ ନା ଯବାନ ବଡ଼? କମେଣ୍ଟ ବକ୍ସରେ ଉତ୍ତର ଦେବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍, ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ବେଲ୍ ଆଇକନକୁ ଅନ୍ କରି ଆମକୁ ଉତ୍ସାହିତ କରିବେ। ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ।